आमे जमी विश्वास करूँ गुरुवार के भल दिन, रविवार भल दिन, जन्माष्टमी, रामनवमी, पणा संक्रांति ये सब आम भल दिन बोली किंतु अन्य धर्मशास्त्र सी दिन को भल भावते सी सेपरी स्वतंत्र दिन सृष्टि कर दिन को ही भल भल दिन मध्ये सकल समये रत्नसिंहासनस्थं सर्वालङ्कारयुतं संयुक्तं चाग्रजेन भद्राय वामभागे तत्समन्तं ब्रह्मरुद्रेन्द्रवन्द्यं देवानां सारमेतं स्वजनपरिकृतं ब्रह्मदारु स्मरामि। वरुणशशाङ्क प्रजापतिस्तं प्रपितामहस्य नमो नमस्ते सहस्रकृत्वः पुनश्च वियोगी नमो नमस्ते। श्री गुरु ब्रह्मानंद आम मैंने जमी रविवार बुधवार गुरुवार ये सब दिन को आम गोटे भल दिन बोलिबा किंतु अन्य धर्मावलम्बी मान पाखे सी दिन भी भल दिन नुह सी आउ गोटे गोटे दिन स्थिर करती आउ गोटे धर्म लोक से भी हिसाब जो बारटा भल से बारटा को स्थिर किंतु प्रकृत बार आम सृष्टि कर मनीष बार सृष्टि कर धर्मावलम्बी माने मनीष बार सृष्टि कर
ଏଇଟା ଭଲ, ଏ ଦିନଟା ଭଲ, ସେ ଦିନଟା ଖରାପ, ଇଏ ସବୁ ମଣିଷ ହିଁ କହେ। ଗୀତାର ଗୋଟେ ଶ୍ଲୋକ ଅଛି, ଯେଉଁ ସମୟରେ ତୁମେ ଦୁଃଖରେ ହେଉ ବା ସୁଖରେ ହେଉ, ତୁମେ ହରିନାମ ପ୍ରତି ବା ସତ୍ସଙ୍ଗ ପ୍ରତି ଯେତେବେଳେ ତୁମେ ମନ ଆଣିବ, ସେଇ ଗୋଟାକ ହେଲା ଭଲ। ଜାନି ସା ସର୍ବଭୂତାନାଂ ତସ୍ୟାଂ ଜାଗ୍ରତି ଭୂତାନି। ତେଣୁ ଯେତେବେଳେ ଅନ୍ଧକାର ଥାଏ, ଆଲୋକଟିକୁ ଜଳେଇ ଦେଲେ ସେ ଅନ୍ଧକାର ଆପେ ଆପେ ଦୂର ହେଇଯାଏ, ପୁଣି ଗୋଟେ ଆଲୋକ ରଶ୍ମିରେ ସେ ଘର ଝଲସି। ସେହିଭଳି ଆମେମାନେ ମଣିଷ, ପଶୁପକ୍ଷୀମାନଙ୍କର ଯଦିଓ ଜ୍ଞାନ ଅଛି, ସେମାନଙ୍କ ପାଖରେ ଶୃଙ୍ଖଳାଟା ଟିକେ ଅଭାବ ରହେ। ସେମାନେ ସବୁବେଳେ ବିକ୍ଷିପ୍ତ ଭରିଥାନ୍ତି। କିନ୍ତୁ ମଣିଷ ହେଉଛି ଗୋଟିଏ ଶ୍ରେଷ୍ଠ ଜୀବ। ସିଏ ଶୃଙ୍ଖଳା କ'ଣ, ସେବା କ'ଣ, ପୂଜା କ'ଣ, ଏସବୁ କଥାକୁ ମଣିଷ ହିଁ ବୁଝେ। ଏଠି ଗୋଟିଏ ଘର ଭିତରେ ଆମେ ସମସ୍ତେ ବସିଛୁ। କ'ଣ କରିବାକୁ ବସିଛୁ? ସତ୍ସଙ୍ଗଟିଏ କରିବୁ, ବିପଦ କି ପାଞ୍ଚ ପଦ କଥା ଶୁଣିବୁ। ତେଣୁ ଏହା ହିଁ ହେଉଛି ଜୀବନର ସବୁଠାରୁ ପୂର୍ଣ୍ଣ। ଆମେ ବାଟରେ ଯାଉଥିଲୁ, ଆମେ ଆମର ଯାଉଥିଲୁ, ହଠାତ୍ ବାଟରେ ଜଣେ କେହି ସାଧୁ ବା ନୈଷ୍ଠିକ ବ୍ରାହ୍ମଣ ସେ ଭେଟ ହେଲେ। ଯେତେବେଳେ ଭେଟ ହେଲେ, ସେତେବେଳେ ଆମେ ଭାବିଲୁ ଆଜି ଆମର ବହୁତ ଭଲ ଦିନ, ଆମେ ସାଧୁସନ୍ଥ ବା ଗୁରୁଙ୍କ ଦର୍ଶନ କଲୁ। ଏମିତି କିଛି ବାଟ ଗଲା ପରେ ଯେଉଁ ସାଧୁ ଯାଉଥିଲେ, ସେ ପଛରେ ଯାଉଥିଲେ, ତାଙ୍କ ଆଗରେ ଯିଏ ଯାଉଥିଲା ସେ ଗୋଟିଏ ଚମାର ଘରେ ଜନ୍ମ ହେଇଥିବା ଜଣେ। ସେ ଖଜୁରୀ ରସ, ଖଜୁରୀ ତାଡ଼ି ବିକ୍ରୟ କରି ତାର ପରିବାରକୁ ପ୍ରତିପୋଷଣ କରେ। ସେ ତାର ଚାଲିଛି, ତାକୁ କେହି କିଛି ପଚାରିବା ପୂର୍ବରୁ ସେ ମନକୁ ମନ ସେ ଲୋକଟିକି ପଚାରୁଛି, ଆଗ ଲୋକଟିକୁ ସାଧୁ ପଚାରୁଛନ୍ତି ଚମାର ବାବୁକୁ ଯେ ତମେ ତାର ଠିକଣା ପଚାରିଲା ଭିତରେ ପଚାରିଲେ ତମେ ଗୀତା ପଢ଼ିଛ? ଇଏ କହିଲେ ମୁଁ ଗୀତା ଗୋଟେ ଶାସ୍ତ୍ର ଅଛି ଆମ ହିନ୍ଦୁ ଧର୍ମରେ,
এইটা ମୁଁ ଶୁଣିଛି, କିନ୍ତୁ ପଢ଼ିବାର ସୁଯୋଗ ପାଇନି। ସାଧୁ ସାଙ୍ଗେ ସାଙ୍ଗେ କହିଲେ, ତୁମେ ଯଦି ଗୀତା ପଢ଼ିନା ତାହେଲେ ତମ ଜୀବନ ବୃଥା ହେଇଯିବ। ପୁଣି କିଛି ବାଟ ଗଲା ପରେ ସେଇ ସାଧୁ ପଚାରୁଛନ୍ତି, ଆଚ୍ଛା ତମେ ଗୀତା ଯଦି ପଢ଼ି ନ ଜାଣିଛ ଭାଗବତ ପଢ଼ିଛ? ସେ ମନା କଲା, ନା ମୁଁ ଭାଗବତ ବହି ବି ଦେଖିଛି। ତେଣୁ ଇଏ ଚମାର ଭାଇଟି କହିଲା ଯେ ବର୍ତ୍ତମାନ ତମ ଜୀବନ ବି ପୁରା ବେକାର। ଗୀତା ପଢ଼ିନା, ଭାଗବତ ପଢ଼ିନା, ରାମାୟଣ ପଢ଼ିନା, ତମେ ଆଉ ଭଲ ମଣିଷ କେମିତି ହେବ? ସେଇ ଅନ୍ଧକାର ଗୋଟେ ଜଙ୍ଗଲ, ଅନ୍ଧାରିଆ ଜଙ୍ଗଲଟିଏ, ସେଇ ଜଙ୍ଗଲ ରାସ୍ତାରେ ସିଏ ଯାଉଁ ଯାଉଁ ସେ ଗୋଟେ ଅପୂର୍ବ ଦୃଶ୍ୟ ଦେଖିଲେ। ସେ ଚାଲିଥିଲେ ପୁଣି ତାଙ୍କର କଥାଟା ଟିକେ ଓଲଟିଗଲା। ସେଇ ଅନ୍ଧାର ଭିତରେ ସିଏ ଗୋଟେ ଆଲୋକ ସୃଷ୍ଟି କଲେ। ତାଙ୍କ ପାଖରେ ଟର୍ଚ୍ଚ ଲାଇଟ୍ ନଥିଲା କି ରସନ ଲାଇଟ୍ ନଥିଲା କି ହାଲୋଜିନ୍ ନଥିଲା କି କିଛି ନଥିଲା, କିନ୍ତୁ ତାଙ୍କ ପାଖରେ ଥିଲା ଆଧ୍ୟାତ୍ମିକ ଜ୍ୟୋତି। ଯେଉଁ ଆଧ୍ୟାତ୍ମିକ ଜ୍ୟୋତିକୁ ମଣିଷ ପ୍ରାପ୍ତ ହୁଏ କେବଳ ଆଧ୍ୟାତ୍ମିକ ମଣିଷ ସହିତ ମିଶିଲେ। ତେଣୁ ତାକୁ ଦେଖାଗଲା ଯେ ଗୋଟେ ଆଲୋକ। ସେ ଆଲୋକଟିକୁ ଦେଖିକିରି ଇଏ ବହୁତ ଖୁସି ହେଇଗଲା। ଇଏ ମୁଁ ଗୋଟେ ଅନ୍ଧାର ଭିତରେ ଆଲୋକକୁ ଦେଖୁଛି, ଏମିତି ଗୋଟେ ମନରେ ଭାବି ମୁଁ ଜଣେ ଭାଗ୍ୟବାନ ବ୍ୟକ୍ତି, ମନ ପୁରା ଖୁସି ହେଇଗଲା। କିନ୍ତୁ ଚମାର ଭାଇଟି ପୁଣି ସେଇ ମୂଳ କଥାକୁ କହିଲା, ମୁଁ ଗୀତା ପଢ଼ି ନାହିଁ, ତେଣୁ ମୋ ଜୀବନଟା ବେକାର ହେଇଗଲା। ମୁଁ ଭାଗବତ ପଢ଼ି ନାହିଁ, ମୋ ଜୀବନଟା ଆହୁରି ବେକାର ହେଇଗଲା। କିନ୍ତୁ ଆପଣଙ୍କ ଜୀବନ ଆଉ କିଛି ମୁହୂର୍ତ୍ତ ପରେ ବେକାର ହେଇଯିବ। ସେ ସବୁଠୁ କହିଲା, କ'ଣ ମୋ ଜୀବନଟା କାହିଁ ବେକାର ହେଲା? ତମ ହାତରେ ବାଡ଼ି ନାହିଁ କି ଦୌଡ଼ା ନାହିଁ କି କିଛି ନାହିଁ। ଆପଣ ଆଉ ମୁଁ ଜଙ୍ଗଲ ଭିତରେ ଯାଉ। ଆପଣ ଜାଣିଛନ୍ତି ଜଙ୍ଗଲ ଭିତରେ ସବୁ କିଏ ଥାନ୍ତି? ବାଘ, ଭାଲୁ, ଅନେକ ହିଂସ୍ର ଜନ୍ତୁମାନେ ଥାନ୍ତି। ସେମାନେ ଯେତେବେଳେ ତମକୁ ଗ୍ରାସ କରିବା ପାଇଁ ବା ଖାଇବା ପାଇଁ ଆସିବେ, ମୋ ପାଖରେ ଗୋଟେ ଦୌଡ଼ା ଅଛି, କଟୁରୀଟାଏ ଅଛି, ଠେଙ୍ଗାଟାଏ ଅଛି, ମୁଁ ଗଛ ଉପରକୁ ଚଢ଼ିବି। କିନ୍ତୁ ତମ ପାଖରେ ତ କିଛି ନାହିଁ, ତମେ କେମିତି ଜାଣିବ?
ଭଦ୍ରଲୋକଟି ପୁରା ବ୍ୟସ୍ତ ଆଉ ବିବ୍ରତ ହେଲା। ଯେ ପ୍ରକୃତ ମୁଁ ଯେତେବେଳେ ଘରୁ ବାହାରିଲି ଏସବୁ ଜିନିଷକୁ ନେଇକରି ଆସିବା କଥା, ତେଣୁ ମୁଁ ଆଜି ଭୁଲ କରିଦେଇଛି। ଏବେ ଜୀବନଟା ରହିଲେ ସିନା ଭୁଲ ଠିକ୍ କି ମୁଁ ତାକୁ ବସିକି ଦେଖିବି କେଉଁଟା ଭୁଲ କଲି କେଉଁଟା ଠିକ୍ କଲେ। ଜୀବନଟା ତ ରହିବ କି ନାହିଁ, ଆଉ ଭୁଲ ଠିକ୍ କ'ଣ ବିଚାର। ଏତିକି ବେଳେ ବାଘର ଗର୍ଜନ ରହିଲା। ସେ ବାଘ ଗର୍ଜନକୁ ଶୁଣି ମାନେ ଏ ଯେଉଁ ସାଧୁ ଇଏ ପୁରା ଇତସ୍ତତ ହେଇପଡ଼ିଲେ। କ'ଣ ବାଘ ଗର୍ଜନ କଲାଣି? ସାଧୁ କହିଲେ ବାଘ ଗର୍ଜନ କରୁନି, ଆଉ କିଛି ପରେ ଆମ ପାଖକୁ ସେ ଆସେ। ଠିକ୍ କିଛି ସମୟ ପରେ ବାଘ ଆସିକରି ସେଇ ତା ସେ ସାଧୁଙ୍କ ପାଖାପାଖି ଯେଉଁ ଚମାର ଭାଇ ପାଖରେ ଦୌଡ଼ାଟିଏ ଥିଲା, ଠେଙ୍ଗାଟିଏ ଥିଲା, ସିଏ ତାର ଦୌଡ଼ାକୁ ଛନ୍ଦିକିରି ସେ ଗଛକୁ ଚଢ଼ିଗଲା। ଏଟା ଉଚ୍ଚ ଗଛକୁ ଚଢ଼ିଗଲା। ତ ଦୌଡ଼ାଟା ଅଛି, ଏ ପାଖରେ କଟୁରୀଟା ଅଛି, ତାକୁ ସହଜରେ ଚାଲିବ। ତା ଉପରେ ସେ ବସିକିରି ତାକୁ ଡାକିଲା, କହିଲା ଭାଇ ମୁଁ ତ ପଳେଇ ଆସିଲି, ତୁ କେମିତି ଆସିବୁ? ସାଧୁ କହିଲେ ମୁଁ ଯାଇପାରିବି ନାହିଁ, ଆଜି ହେଉଛି ମୋର ଶେଷ ରାତି। କିନ୍ତୁ ଏତିକି କଥା ମୁଁ ନିଜକୁ ଭାଗ୍ୟବାନ ବୋଲି ଭାବୁଛି, ଜଣେ ସାଧୁଙ୍କୁ ଦର୍ଶନ କରି ସାଧୁଙ୍କ ସାଙ୍ଗରେ ଯାଉଛି, କଥାବାର୍ତ୍ତା ହେଉଛି, ତାଙ୍କୁ ଦର୍ଶନ କରୁଛି ଏବଂ ସେଇ ସାଧୁଙ୍କ ସହିତ ଥିଲାବେଳେ ବାଘ ମୋତେ ଖାଇବ, ମୋ ଜୀବନଟା କୃତାର୍ଥ। ସାଧୁ ଯେତେବେଳେ ଏହି ପବିତ୍ର କଥାଟିକି ଶୁଣିଲେ, ତାଙ୍କ ହୃଦୟ ଭିତରେ ଯେ ମୁଁ ସାଧୁ ହେଇଛି, ଜଟ ରଖିଛି, ଚିତା ନାଇଛି, ମାଳି ପିନ୍ଧିଛି, ହାତରେ ଆଶାବାଡ଼ି ଅଛି, ମୋ ପାଖରେ ସବୁ ଅଛି, କିନ୍ତୁ ମୁଁ ନିଜକୁ ରକ୍ଷା କରିବା ପାଇଁ ମୋ ପାଖରେ ଯେତିକିଟା ସାମର୍ଥ୍ୟ ରହିବା କଥା ମୁଁ ତାକୁ ସବୁ ଭୁଲି ଯାଇଛି। ମୁଁ କେବଳ ନିଜ ଉପରେ ରଖିଛି ଭରସା। ମୋର ହାତ ଅଛି, ଗୋଡ଼ ଅଛି, ମୁଁ ଏଇଥିରେ ସବୁ କରିଦେବି। ଯେତେବେଳେ ସେ ବାଘ ଆସିକିରି ଏଇ ବ୍ୟକ୍ତିଙ୍କ ପାଖରେ ଯେତେବେଳେ ପହଞ୍ଚିବା ଭଳିଆ ହେଇଗଲା, ସେଇ ସାଧୁ ସେ ଗଛ ଡାଳରେ ରହି କହିଲେ ଭାଇ ଶୁଣ, ତମ ପାଖରେ ତ ଦୌଡ଼ା ନାହିଁ, କଟୁରୀ ନାହିଁ, ଆଉ ଠେଙ୍ଗା ନାହିଁ, ତମେ ବର୍ତ୍ତମାନ ମରିବ। ମୁଁ ଦୌଡ଼ା ତଳକୁ ପକଉଛି, ସେ ଦୌଡ଼ାକୁ ଧରିକିରି ତମେ ମୁଁ ଟାଣିବି, ତମେ ଉପରକୁ ଆସିବ, ପାରିବ ତ? ଇଏ ଛାନିଆରେ କହି ପକାଇଲା ହଁ ମୁଁ ପାରିବି।
ତାପରେ ସେ କହିଲେ ମୋ ପାଖରେ ଠେଙ୍ଗା ଅଛି, ଯଦି ସେ ବାଘ ତମକୁ ହଇରାଣ କରେ ବା ତମକୁ ସେ କିନ୍ତୁ ଅନିଷ୍ଟ କରିବାକୁ ଯାଏ, ସେତେବେଳେ ଏଇ ଠେଙ୍ଗା ତାକୁ ସାବାଡ଼ କରିବ। ଏ ଠେଙ୍ଗାର ଶକ୍ତି କିଛି କମ୍ ନୁହେଁ। ତାପରେ ବି ଆହୁରି ଗୋଟେ ଯନ୍ତ୍ର ଅଛି କଟୁରୀ। ଏଇ କଟୁରୀକି ଧରିକରି ତା ଉପରକୁ ମୁଁ ଫୋପାଡ଼ିବି, ସେ ନିଜେ ଖଣ୍ଡିଆ ମଣ୍ଡିଆ ହେଇକିରି ଗର୍ଜନ କରିକି ଜଙ୍ଗଲ ଭିତରକୁ ପଳେଇବ। ତମେ ନିର୍ବିଘ୍ନରେ ଆସି ପହଞ୍ଚିବ। ସେଇଆ ହିଁ ହେଲା। ବାଘ ଆଇଲା, ଇଏ ଦୌଡ଼ା ପକେଇଲା, କଟୁରୀ ଧଇଲା, ଠେଙ୍ଗା ଧଇଲା, ବାଘ ତା ପାଖରେ ବାଘ। ତେଣୁ ସଜ୍ଜନ ଜୀବନଟା ହେଉଛି, ପ୍ରତ୍ୟେକ ଜୀବନ ହେଉଛି ଆମେ ଏଠି ଯିଏ ବସିଛେ ବା ଯେଉଁମାନେ ବସିନାହାନ୍ତି ବା ଆସିନାହାନ୍ତି, ଯିଏ ବଇଛେ, ଆମ ଜୀବନ ହେଉଛି ଏଇଭଳିଆ ଗୋଟେ ସାଧାରଣ ଶରୀର। ଯେଉଁ ଶରୀର ପିମ୍ପୁଡ଼ି ଜନ୍ଦାଙ୍କ ଆଘାତରେ ସେ ଇତସ୍ତତ ହେଇଯାଏ, ସେଇ ମଣିଷ ଗୋଟେ ଠେଙ୍ଗା ଧରି କି ଗୋଟେ ଛୁରୀ ଧରି ବନ୍ଧୁକ ଧରି ସେ ମଣିଷକୁ ମାରିବା ପାଇଁ ଗୋଡ଼ାଏ। ତ ରାଧାନାଥ ଲେଖିଛନ୍ତି, ଇଚ୍ଛନ୍ତି ଦାମ୍ଭିକେ ରଖିବାକୁ ହସ୍ତେ, ସମସ୍ତଙ୍କ ଭାଗ୍ୟ ଧରି ନିଜ ଭାଗ୍ୟ ଧରି ତାର ହସ୍ତେ ହେଳେ ପକାନ୍ତି ପାଶ। ମୁଁ କହୁଛି ମୁଁ ତାକୁ ମାରିବି, ମୁଁ ତାକୁ ନିଶ୍ଚୟ ମାରିବି, କିନ୍ତୁ ନିୟତି ଯିଏ ଉପରେ ଅଛନ୍ତି ସିଏ ହସୁଛନ୍ତି, ତୁ କ'ଣ ନିଶ୍ଚୟ ମାରିଦେବୁ, ତୁ ତ ଆଉ 2 ମିନିଟ୍ ପରେ ମୁଁ ନିଶ୍ଚୟ ମାରିଦେବି, ତୁ ମୋ ପାଖକୁ ପଳେଇ, ତୁ କ'ଣ ତାକୁ ମାରିବୁ। ତେଣୁ ଦାମ୍ଭିକତା ଦମ୍ଭୋ ଦର୍ପ ବିମାନସ୍ୟ କ୍ରୋଧ ପାରୁଷ୍ୟମେବ ଅଜ୍ଞାନତା ବିଳାସ ପାର୍ଥ ସମ୍ପଦ। ଆମ ଭିତରେ ଦମ୍ଭ ଅଛି, ଦର୍ପ ଅଛି, ଅହଙ୍କାର ଅଛି, ସବୁ ଅଛି, ସେ ଥାଉ, ତା ବାଟରେ ସେ ରହିବ। କିନ୍ତୁ ଆମେ ଯଦି ଧୀର, ଆମେ ଯଦି ନମ୍ର, ଆମେ ଯଦି ଶାନ୍ତିର ପ୍ରତୀକ, ଆଉ ସବୁଠାରୁ ବଡ଼ କଥା, ଆମେ ଯଦି ସେଇ ବିଶ୍ୱ ନିୟନ୍ତାଙ୍କର ପାଦ ତଳେ ଆମେ ଆସୁ, ଆମର ଭୁଲ ବହୁତ ଅଛି, ଭୁଲ ଥାଉ। ପିଲା ଯେତେବେଳେ ସ୍କୁଲକୁ ଆସନ୍ତି ପାଠ ପଢ଼ିବା ପାଇଁ, ସେ କ'ଣ ଠିକ୍ କରିକି ସ୍କୁଲରୁ ଆସିଥାନ୍ତି, ଠିକ୍ କରିକିରି ଘରୁ ହେଇଥାନ୍ତି, ସିଏ ଭଲ କରିକିରି ଆସିଥାନ୍ତି। ତେଣୁ ଆମ ପାଖରେ ଯଦି ଶାସନର ପ୍ରତୀକ ଠେଙ୍ଗା ଥିବ, ଭକ୍ତିର ପ୍ରତୀକ କଟୁରୀ ଥିବ, କାରଣ ଭାଗବତରେ ଲେଖା ହେଇଛି, ଭକ୍ତି କୁଠାରେ ଦୁର୍ବାସନା ଛେଦକୁ ଗୁରୁବାକ୍ୟ। ଯଦି ଆମ ପାଖରେ ଭକ୍ତି ଥିବ ଏବଂ ଆମ ପାଖରେ ଯଦି ଇଏ ସମସ୍ତ କଥା ଯଦି ଥିବ,
ये तीनोटी जाक कथा जदि थिब त्रिगुण रजू करे हरि मुर्गी नचानी नर तुम पाखे ठेंगा अच्छी निश्चय तुम्हें अल्प के रक्षा पाए तुम पाखे कटुरी अच्छी तमें गोटे रक्षा कवच तुम पाखे अच्छी तुम पाखे गोटे दौड़ी अच्छी जो दौड़ी तुमको से टाणिकी से दौड़ी किए से होती अनंत साप अनंत अच्छा से साप फाप नुह अनंत अच्छा आम सब ये बही साप आ भर कौट थे ना तेणु जो अनंत रूपी सर्प आम निकट में अच्छा से आम डरवा का जो साप को दंड देला भली ठेंगाटी आम हाथ में अच्छे साप कौन आमको दंशन कर जो खंडे दौड़ा अच्छी सी दौड़ा आमको निश्चित भाव में साहाय्य करे किंतु आमे ये सब कथा को पसंद कर आम ये कथा को भ्रूक्षेप कर आम बेले बेले भाव आम तो अच्छु ये कौन साप दौड़ा ये कौन 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 कार पिलादिने गोटे पुष्करिणी भितर छोटिया पुष्करिणी से पुष्करिणी किसी सेमती कहीं पड़ते कि सेमितिया तो नुहे छाती खंडे पानी थाए कि कौन समस्ते पहरा शिखती मोर भी इच्छा है मुझे पहरा शिखे मुझे पहरा शिखापी से पानी भितर पशिली मत तो बिल्कुल पहरा से जो पहरा नहीं से जो पहरा थिला कि आ गोटे कौन है ताकू मु हाथ बड़े तेरे हरिया को बसली सी मोटू बहुत दूर मु भाविली जे आउ घर को फेरबार नहीं इाड़ू आम मशाणी की जीवा तो देखु ईश्वर मंगलमय सी दौड़ा आम रखी कि आम दौड़ा को धरी पार कृपाटा आम पाखे अच्छी आम अच्छी किंतु से कृपा को धारण करने जो धैर्य से कथा आम पाखे मु हाथ बुले बुले देखिले आउ ये हम मु बुड़ीली नाकरे पानी पशिला मुझे गोटे पद गाई जदि ये दुनिया रे मोर किछि मो द्वारा जदि आपणकर किछि काम थाए ताले आपण मते रखंतु जदि किछि काम नाही मुझे बेकारिया है खाई कहीं बुली मत नहीं जा तेणु जीवनटा प्रति एमती गोटे भावना आसला से धुन टी मु मने मने गाई हरे मोरा मधुकैत गोविंद हरे
ରଖିବେ ଅନନ୍ତ କିପରି ପାରେ ବଳବାନ। ଅନନ୍ତ ଯାହାଙ୍କୁ ରଖିବେ ତାକୁ ମାରିବ କିଏ? ମୃତ୍ୟୁ ଆମକୁ ଡରଉଛି, କିନ୍ତୁ ମୃତ୍ୟୁ ଆମ ପାଖକୁ ଆସିପାରେ। ଇନ୍ଦ୍ରଙ୍କ ଦରବାରରେ ସଭା ଚାଲିଛି। ଦେବତାମାନେ ଇନ୍ଦ୍ରଙ୍କ ସଭାକୁ ଯାଉଛନ୍ତି। ଯେତେବେଳେ ଯାଉଛନ୍ତି ତାଙ୍କର ଯେଉଁ ବାହନ ସବୁ ଆସିଛନ୍ତି, ବାହନ କଲେ ଏଇ ଯେଉଁ ମାନେ ଆମେ ତାକୁ ଗାଡ଼ି ମଟର କହୁଛୁ, ସେ ସେମିତି ବାହନ ତାଙ୍କର। ସେ ବାହନ ଗୁଡ଼ିକୁ ସେ ଗଛ ମୂଳେ ଛାଡ଼ି ଦେଇକି ଯାଉ କହିକି ଯାଉଛନ୍ତି ମୁଁ ଆସିଲା ବେଳେ ମୁଁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ। ସେ ଯେଉଁ ଅଛନ୍ତି ସେଇ ଗଛରେ ଗୋଟେ ବସିଛି ଗରୁଡ଼ ପକ୍ଷୀ। ସିଏ ଠାକୁରଙ୍କୁ ଦେଖିକିରି, ଠାକୁରଙ୍କର ସେ ବାହନ, କିନ୍ତୁ ଠାକୁର ଚାଲିଗଲା ପରେ ସେ ଦେଖିକି ସେ ହସିଲା। ସମସ୍ତେ କହିଲେ ଇଏ କାହିଁ ତାର ହସୁଛି, କ'ଣ ତା ମାନେ ଇଏ ଗଲେ ଇନ୍ଦ୍ରଙ୍କ ସଭାରେ ଭାଗ ନେଲେ, ଆଉ କ'ଣ ସବୁ କଥାବାର୍ତ୍ତା ହେଲେ ଫେରିଲେ। ଫେରିଲା ବେଳକୁ ଯମ ଅନଉଛନ୍ତି ପକ୍ଷୀଟା ଗଲା କୁଆ। ପକ୍ଷୀ ସେତେବେଳେ ନାହିଁ। ସେଠୁ ଗରୁଡ଼ ପୁଣି ହସିଲା। ଯମ ଗରୁଡ଼ଙ୍କୁ ପଚାରିଲେ, ଗଲାବେଳେ ହସିଲୁ, ଆଇଲା ବେଳେ ହସ, କ'ଣ ପାଇଁ ହସିଲୁ କହ? ମଣିମା, ଆପଣ ଯେତେବେଳେ ଗଲେ ଗରୁଡ଼କୁ ଛାଡ଼ି ଦେଇକି ମୋତେ ଛାଡ଼ି ଦେଇକିରି ଗଲେ, କହିଲେ ମୁଁ ଆସିବା ପର୍ଯ୍ୟନ୍ତ ଥା, କିନ୍ତୁ ମୁଁ ଜାଣିଛି ଏତିକି ଘଣ୍ଟା, ଏତିକି ମିନିଟ୍, ଏତିକି ସେକେଣ୍ଡରେ ମୋର ମୃତ୍ୟୁ ହେବ ରମ୍ୟକ ଦ୍ୱୀପରେ। ମୋତେ ପୁଣି ସର୍ପାଘାତ ହେବ, ମୁଁ ସେଇଠି ମରିବି। ଇଏ ତ ବଡ଼ ଆଶ୍ଚର୍ଯ୍ୟ କଥା। ମୁଁ ଆସିଲା ବେଳେ ତୁ ହସିଲୁ, ଗଲାବେଳେ ହସିଲୁ, ପୁଣି ଆସିଲା ବେଳେ କାହିଁ ହସିଲୁ? ଆସିଲା ବେଳେ ହସିଲି ଯେ ଆପଣ ଆସି ଏଠି ପହଞ୍ଚି ନାହାନ୍ତି, ପହଞ୍ଚିବେ କେମିତି ଆସନ୍ତୁ? ସେ ପକ୍ଷୀକୁ, ଯେଉଁ ପକ୍ଷୀକି ଦେଖିକିରି ଆପଣ ହସିଥିଲେ, ସେ ପକ୍ଷୀଟି ବର୍ତ୍ତମାନ ରମ୍ୟକ ଦ୍ୱୀପରେ ଅମୃତ ଭାଣ୍ଡ ଯେଉଁଠି ଥୁଆ ହେଇଛି ସେଇଠି ପହଞ୍ଚି ଯାଇଛି, କିନ୍ତୁ ଅମୃତ ଭାଣ୍ଡରେ ପହଞ୍ଚିଲେ କ'ଣ, ସେ ସର୍ପାଘାତରେ ମରିଛି। ସେ ପକ୍ଷୀ ମୁଁ ନୁହଁ, ମୋରି ଭଳି ଗୋଟେ ପକ୍ଷୀ, ସେ ମଧ୍ୟ ଗରୁଡ଼, କିନ୍ତୁ ମୁଁ ଆପଣଙ୍କର ବାହନ, ମୁଁ ଆପଣଙ୍କର ଆଶ୍ରିତ। ତେଣୁ ଆପଣଙ୍କ ବାହୁ ଛାୟା ତଳେ ମୁଁ ରହିଛି, ମୋତେ କାହିଁକି ଡର ମାଡ଼ିବ? ମୁଁ କାହିଁକି ମରଣକୁ ଡରିବି? କିନ୍ତୁ ଯିଏ ମୁଁ ହସୁଥିଲା ବେଳେ ସିଏ କିନ୍ତୁ ମୋତେ ଖଟାଇ ହେଇ ହସୁଥିଲା, ସିଏ ବର୍ତ୍ତମାନ
ରମ୍ୟକ ଦୀପରେ ମରିଛି। ତେଣୁ ଭଗବାନ ବିଷ୍ଣୁ ସମସ୍ତ ଦେବତାମାନଙ୍କୁ କହିଲେ ଯେ ମୋର ଗୋଟାଏ ମାନେ ତରତରିଆ କାମଟା ଥିଲା, ମୁଁ ସାରିକିରି ଆଇଥିଲେ ଯାଇଥାନ୍ତି ରମ୍ୟକ ଦୀପ, କିନ୍ତୁ ମୁଁ ଯାହା କରିଥାନ୍ତି, କିନ୍ତୁ ରମ୍ୟକ ଦୀପରେ ସେ ପକ୍ଷୀଟି ତାର ମୃତ୍ୟୁବରଣ କଲା। ତେଣୁ ମୃତ୍ୟୁମାନ ଅମୃତ। ଇଏ ଗୋଟିଏ ମନ୍ଦିର ନୁହେଁ, ଇଏ ଗୋଟେ ମନ୍ଦିର କି ଇଏ ଗୋଟେ ତୀର୍ଥ ଏମିତି ନୁହେଁ, ଇଏ ଗୋଟିଏ ଗୃହସ୍ଥାଶ୍ରମ। ଆମର 4ଟି ଆଶ୍ରମକୁ ପ୍ରାଧାନ୍ୟ ଦିଆଯାଇଛି, ତା ଭିତରେ ଇଏ ଗୃହସ୍ଥାଶ୍ରମ। ଗୃହସ୍ଥାଶ୍ରମ କହିଲେ କେବଳ ଲୋକ ବୁଝନ୍ତି ବାସା ହେଇଗଲୁ, ପୁଅ ଝିଅ ହେଇଗଲା, ହେଇଗଲା ଗୃହସ୍ଥାଶ୍ରମ। କିନ୍ତୁ ସେ ପ୍ରକୃତରେ ଗୃହସ୍ଥାଶ୍ରମ କ'ଣ ଜାଣିନା। ଯେଉଁଠି ସତସଙ୍ଗ ହୁଏ, ଯେଉଁଠି ଭକ୍ତମାନଙ୍କୁ ସେବା କରାଯାଏ, ଯେଉଁଠି ବିଶ୍ୱ ପାଇଁ ଦେଶ ପାଇଁ ସତ୍ ଚିନ୍ତନ କରାଯାଏ, ସେଇ ହେଉଛି ପ୍ରକୃତ ମନ୍ଦିର। ଆମେ କହିବା ସେ ଅମୁକ ବାବୁଙ୍କ ଘର, ସେ ତ ଅମୁକ ବାବୁଙ୍କ ଘର, ମୁଁ କାହିଁ ଆଇଲି? ସେ ତ ଅମୁକ ବାବୁଙ୍କ ଘର, ମୁଁ କାହିଁ ଆସିଲି? ତେଣୁ ପ୍ରକୃତରେ ଏ ଦୁନିଆରେ କେହି କାହାର ନୁହନ୍ତି, କିଛି ଆମର ନାହିଁ। ଆମେ ସମସ୍ତେ ଶୂନ୍ୟ, ଆମ ହାତରେ କିଛି ବି ନାହିଁ, ଆମେ ଶୂନ୍ୟ। କିନ୍ତୁ ଆମେ ସମସ୍ତେ ଅପେକ୍ଷିତ ଗୁରୁ କୃପା ବିଭୁ କୃପା, ଇଏ ଦୁଇଟି କଥା ପାଇଁ ଆମେ ସମସ୍ତେ ଅପେକ୍ଷିତ। ସେଥିପାଇଁ ଆମ ଜୀବନକୁ ଆମେ ସବୁବେଳେ ସମୀକ୍ଷା କରିବା। କାମ କରୁ କରୁ ଗୋଟେ ଭୁଲ ହେଇଗଲା, ଆଉ କ'ଣ କରିବା? ତରକାରୀରେ ଲୁଣ ପକଉ ପକଉ ଟିକେ ଅଧିକା ପଡ଼ିଗଲା, ତାପରେ କ'ଣ କରାଯିବ? ସେମିତି ଗୋଟେ ଭୁଲକୁ ଭାବିକିରି ଆପଣମାନେ ବେଳେବେଳେ ଦୁର୍ବଳ ହେଇଯାଆନ୍ତି, କିନ୍ତୁ ଭୁଲ ନୁହେଁ, ଠିକ୍ ହୃଦୟା ହେଲେ ନର ଭାଇ ପଙ୍ଗୁ ଦେଶ ନେଲ। ଏଇଠିକି ଆସିଥିଲି, ପୁଣି ଆଇଲି। କାହିଁକି ଆଇଲି? କ'ଣ ଟଙ୍କା ପଇସା ମୋତେ କିଏ ଦେବ ବୋଲି ପାଇଲା? ଯେମିତି ଆଜିକାଲି ସବୁ ଚାର୍ଜ ନେଉଛନ୍ତି 25,000, ତାଙ୍କର ଯାହା ନେଉଛନ୍ତି ସେ ତାଙ୍କର କରୁଛନ୍ତି। ମୁଁ କ'ଣ ସେଇଠି ମିଳେଇଛି? ମୁଁ କେଉଁଠି ମିଳେ? ଶ୍ରଦ୍ଧାବାନ ଲଭତେ ଜ୍ଞାନ। ଯେଉଁଠି ଶ୍ରଦ୍ଧା ଅଛି ସେଇଠିକି ମୁଁ ଆସିଥିଲି, ଆସୁଛି। ଶ୍ରଦ୍ଧା ନଥାଇ ଅନ୍ତର୍ଗତ କେବଳ ଲୌକିକର ମତେ ସେ ଜାଗାକୁ କେହି ଯିବେ। ମୁଁ ତ ଯିବିନି, ଆଉ କିଏ ଯାଉଛି? ତେଣୁ ସେଇ ପ୍ରଭୁର କଥାରେ ଟିକେ ଶ୍ରଦ୍ଧା ରଖିଥାନ୍ତୁ, ଆପଣମାନେ ଭଲରେ ଥାଆନ୍ତୁ। ମୁଁ ମୋର ଟିକେ ମାନେ ଏ ବର୍ଷା ମାସିଆ ଦିନ ଗୁଡ଼ାକ ଟିକେ କଟେଇବା ପାଇଁ ଆସିଥିଲି। ମୋର ପ୍ରୋଗ୍ରାମ କିଛି ନାହିଁ ବର୍ତ୍ତମାନ, କେବଳ ଆପଣମାନଙ୍କୁ ଦର୍ଶନ ମାନେ ଆପଣମାନଙ୍କୁ ଦେଖିଦେଲି, ସେ ମଧ୍ୟ ମୋର ଗୋଟେ ପ୍ରୋଗ୍ରାମ। ତେଣୁ ସର୍ବେ ଭବନ୍ତୁ ସୁଖୀନ, ସର୍ବେ ସନ୍ତୁ। शांति शांति शांति।
2 মিনিট নাম কর। রাধা